जय जगन्नाथ सांग मैंने आशा करছি ଆପଣମାନେ ସମସ୍ତେ ଭଲରେ ଥିବେ। ମୁଁ ତ ଏବେ ହସ୍ପିଟାଲରେ ଅଛି ଆଉ ଆଜି ଦିନ ସକାଳ ଖାଇବାରେ ବାବୁଙ୍କ ପାଇଁ ଆସିଛି ଇଟଲି ଆଉ ମଟର ତରକାରୀ। ସେଇଥିରୁ ମୁଁ ଆଗ ଗୋଟେ ଖାଇ ଦେଇଥିଲି। ମୋ ବାପା ଏଠି ତାଙ୍କ ଜ୍ୱାଇଁଙ୍କୁ କ'ଣ ଗୋଟେ କଥା କହୁଛନ୍ତି, ଏପଟେ ତାଙ୍କର ଡ୍ୟାନ୍ସ ବି ଟିକେ ହେଇଯାଉଥିଲା। ଆଉ ଏସବୁ ଦେଖି ମୋତେ ବି ଟିକେ ଖୁସି ଲାଗୁଥିଲା। ଆଜି ଦିନବେଳେ ଖାଇବାରେ ବାପାଙ୍କ ପାଇଁ ଆସିଥିଲା ଭାତ, ଭାଇ ନେଇ ଆସିଥିଲେ ଆଉ ବାବୁଙ୍କ ପାଇଁ ଏଠି ଖାଇବା ଆସିଯାଇଛି। ମୁଁ ଟିକେ ଖାଇକି ଶୋଇ ପଡ଼ିଥିଲି ଆଉ ବାପା ଏଠି ନେଇ ଆସିଥିଲେ ପଇଡ଼ ଖାଇ ଦେଇ ସାରିଲା ପରେ ବାବୁ କହିଲେ ଚାଲ ଟିକେ ମାର୍କେଟରୁ ବୁଲି ଆସିବା, ମୋର ତ କାଲି ଅପରେସନ୍ ହେବ, ମୁଁ ଆଉ ବାହାରକୁ ଆସିପାରିବିନି। ତ ଟିକେ ବୁଲି ସାରି ଆସିଲା ପରେ ମୁଁ ଶୋଇ ପଡ଼ିଥିଲି। ମୋ ବାପା ଏଠି ନେଇ ଆସିଛନ୍ତି ମସଲା ମୁଢ଼ି ଆଉ ଏଇ ଆତଟେ ନେଇ ଆସିଛନ୍ତି, କହୁଛନ୍ତି ୟାର ବି ଗୋଟେ ଭିଡ଼ିଓ କର। ମୁଁ କହିଲି ହଉ ତାହେଲେ ବାପା ଯଦି କହୁଛନ୍ତି ଗୋଟେ ଭିଡ଼ିଓ କରିଦେବା। ଏଇଠି ବାବୁଙ୍କର ଆଜି ସକାଳେ ଅପରେସନ୍ ଅଛି, ତ ଏଇଠି ତାଙ୍କୁ ଗୋଟେ ଦେଇଛନ୍ତି ସାଲାଇନ୍ ସରିଗଲା ପରେ ସେ ଯିବେ ଓଟି ଭିତରକୁ। ଭଗବାନଙ୍କୁ ଡାକୁଛି ସବୁକିଛି ଠିକ୍ରେ ହେଇଯାଉ। ଆଉ ଆଜି ତ ବାବୁଙ୍କର ଅପରେସନ୍ ସରିଯାଇଛି, ଏଇସବୁ ଖାଇବା ତାଙ୍କ ପାଇଁ ଆସିଥିଲା। ସିଏ ଆଜି ଖାଇବେନି, ସିଏ ଖାଲି ସାଲାଇନ୍ ନେବେ। ଖାଇସାରିଲା ପରେ ମୁଁ ଆସିଥିଲି ଟିକେ ଛାତ ଉପରକୁ। ଭିଡ଼ିଓଟି ଭଲ ଲାଗିଥିଲେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ଜୟ ଜଗନ୍ନାଥ।